ଓଡ଼ିଶାରେ ତ ସରକାର ଆସବା ଯିବା ସେଟା ଚାଲିଥିବା ଯେନ୍ତା ହେଲେ ବି କିନ୍ତୁ ଏବେ ଯେନ୍ ସରକାର ଆମର ନୂଆ ସରକାର ଆସିଲା ପରେ ଓଡ଼ିଶାରେ ଯେନ୍ ପ୍ରକାର ମାନେ ଘଟଣା ସବୁ ଘଟି ଯାଉଛି ଏଇଟା ଗୋଟେ ବହୁତ ଦୁଃଖଦାୟକ ଆଉ ଗୋପାଳପୁରରେ ଯେନ୍ ଷ୍ଟୁଡେଣ୍ଟ ଉପରେ ଗଣଧର୍ଷଣ ହେଲା ସେଟା ଗୋଟେ ମାନେ ଗୋଟେ ପୁରା କହିବାର କେ ଯିବି ଏଇଟା ଗୋଟେ ଲଜ୍ଜାଜନକ କଥା ତ ଆଜିର ଦିନରେ ଯଦି ଆମେ ନାରୀମାନେ ସୁରକ୍ଷିତ ନୁହଁ ଗୋଟେ ଷ୍ଟୁଡେଣ୍ଟ ଯଦି ସୁରକ୍ଷିତ ନୁହେଁ ତ ଏ ସରକାର ରହିନି ରହି କିଛି ଲାଭ ନିନ ଆଉ ଏଇ ସରକାର ମୋର୍ ହିସାବ থেকে ତ ପୁରା ରିଜାଇନ୍ କରିଦେବାର କଥା ଆଉ ଯେହେତୁ ସରକାର ଏଡ଼େ ବଡ଼େ ବାହା ବାହା ନଉଛନ୍ କି ଆମେ ଏଇଟା କରିଦେଲୁ ସେଟା କରିଦେଲୁ ତାଙ୍କେ କଲର୍ ମାରବାରରେ ଫୁର୍ସତ ନିନ ଟାଇମ୍ ନିନ ତାଙ୍କେ ଆଉ ଇ 5 ବର୍ଷ ହିଁ ଏନ୍ତା କଲର୍ ମାରବାରେ ପଲେଇ ଯିବା ମୁଇଁ ଯାହା ଭାବୁଛେ ତ ଇ ସରକାର ପ୍ରକୃତିରେ ଯୋଗ୍ୟ ସରକାର ହିଁ ନୁହେଁ ମୋର୍ ହିସାବରେ ଏଇଟା ଗୋଟେ ଅଯୋଗ୍ୟ ସରକାର ଆଉ ଯେହେତୁ ଆମେ ନାରୀମାନେ ସୁରକ୍ଷିତ ନୁହଁ କିମ୍ବା ଷ୍ଟୁଡେଣ୍ଟ ସୁରକ୍ଷିତ ନୁହଁ ଏ ସରକାର ସମସ୍ତେ କହୁଛନ୍ କି ଏ ସରକାର ଠିକ୍ ନି ନଗେଇକିରି ତ ସରକାର କି ଆମେ ମାନେ ଆଜିର ଦିନରେ ପୁରା ବିରୋଧ କରୁଛୁଁ ଏଇଟା ଗୋଟେ ଲଜ୍ଜାଜନକ ଘଟଣା ସବୁ ଘଟି ଯାଉଛେ କେହି ସୁରକ୍ଷିତ ନେ ନୁହଁନ୍ ତ ସରକାର ନି ରହିବାରଟା ହିଁ ଭଲ୍ କିନ୍ତୁ ଟ୍ରମ୍ପ ମଧ୍ୟ କହିଲେ କି ଓଡ଼ିଶା ଯିବାର ଲାଗି ବାରଣ କରୁଛନ୍ତି ଝିଅମାନଙ୍କୁ ଅନ୍ତରାଷ୍ଟ୍ରୀୟରେ ଏମିତି ହେଉଛି କ'ଣ ପୁରା ରାଇଟ୍ କଥା ସେ ବି କହୁଛନ୍ କି ଓଡ଼ିଶାରେ କୌଣସି ନାରୀ ସିଙ୍ଗଲ୍ ହିସାବରେ କେହି ସୁରକ୍ଷିତ ନୁହଁ କହିଛନ୍ ଏଇଟା ଗୋଟେ ବହୁତ ଦୁଃଖ ଲାଗୁଛି ଯେନ୍ ଓଡ଼ିଶାକେ ଆମର ଯେନ୍ ପୂର୍ବ ସରକାର ଥିଲେ ଆମର ନବୀନ ପଟ୍ଟନାୟକ ସେତ୍କି ବେଲେ ଯେନ୍ ପ୍ରକାରର ଗୋଟେ ମାହୋଲ ଥିଲା ଆମେ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଦେଖିଛୁଁ ଡେଭଲପମେଣ୍ଟ ଦେଖିଛୁଁ ତ ସେ ସବୁ ମାନେ ବିକାଶ ଆଜି ବିକାଶର ନାଁରେ ବିନାଶ ଆଡ଼କେ ପୁରା ଓଡ଼ିଶା ଗତି କରୁଛେ ତ ନିଶ୍ଚିତ ଭାବରେ ଆଜି ଯେହେତୁ ନାରୀ ସୁରକ୍ଷିତ ନୁହେଁ ମାନେ ଏଇଟା ଜାଗାରେ କେହି ଆମେ ସୁରକ୍ଷିତ ନୁହଁ